ହେଲା ଦିନିକିଆ ବିଧାନସଭା ଏ ଗୋଟେ ପ୍ରହସନ ଡ୍ରାମା। 2003 ତ ବିଲ୍ ପାସ୍ ହେଲା, ମହିଳା ବିଲ୍ 2023 ପାସ୍ ହେଲା। ଆଜି କଣ କରୁଛ? ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ଛାତି ବାଡ଼େଇକି ଚାରିଆଡ଼େ ବୁଲୁଛ। 36 ଇଞ୍ଚ ଛାତି କହୁଥିଲ, 56 ନା 66 ଇଞ୍ଚ ବୋଧେ ତାଙ୍କ ଛାତି। ଅଲାଜୁକ ପ୍ରାଇମ ମିନିଷ୍ଟର 2023 ତ ବିଲ୍ ପାସ୍ ହେଲା, ତମେ 2024 କରିଦେବା କଥା କାହିଁ ଏଯାଏଁ କରୁଥିଲ? ଯେହେତୁ ବାଇ ଇଲେକ୍ସନ ଗୁଡ଼ାକ ଥିଲା ୱେଷ୍ଟବେଙ୍ଗଲ, ତାମିଲନାଡୁ, କେରଳ, ଆସାମ, ସେଇଥିପାଇଁ ତମେ ମହିଳା ଭୋଟ ହାତେଇବା ପାଇଁ 33% ରିଜର୍ଭେସନ ବିଲ୍ ଆଣିଥଲ। ଭାରତ ଗଣତନ୍ତ୍ର ବିଚକ୍ଷଣ ଏବଂ ସମ୍ବିଧାନ ବିଚକ୍ଷଣ। ଧନ୍ୟ ଡକ୍ଟର ଆମ୍ବେଦକର, ଧନ୍ୟ ମହାତ୍ମା ଗାନ୍ଧୀ, କି ଆଦର୍ଶ ଦେଖେଇ ଯାଇଛନ୍ତି। ପାର୍ଲାମେଣ୍ଟରେ ସବୁ ବିରୋଧୀ ଦଳ ଏକାଠି ବିରୋଧ କଲେ। ବିଜେପିର ବିଧାୟକ ଏମ୍ପି ମାନେ ମଧ୍ୟ ବିଧାୟକଙ୍କୁ କହି ବିରୋଧ କଲେ। ବିଜେପିର ଏମ୍ପି ମାନେ ମଧ୍ୟ ଭିତରେ ରହି ବିରୋଧୀ ଦଳକୁ ସାହାଯ୍ୟ କଲେ। ଗଣତନ୍ତ୍ରଟା ବଞ୍ଚୁ, ଏଭଳିଆ ପ୍ରହସନ ନ କରାଯାଉ। ମହିଳା ବିଲ୍ ପ୍ରତି ତମର ଏତେ ଆଗ୍ରହ ଥିଲା, 2023 କଣ କରୁଥିଲ? କାହିଁକି ଅଟକେଇଥିଲ? କଣ ପାଇଁ ଅଟକେଇଥିଲ? ଏତେ କାହିଁ ବ୍ୟାକୁଳ ହେଇଗଲ? ସ୍ପେଶାଲ ପାର୍ଲାମେଣ୍ଟ ଡାକିଦେଲ। ଇଏ ସେମିତି ଡାକିଦିଅନ୍ତି, ଗୋଟେ ଡ୍ରାମା। ଏ ପ୍ରହସନ। କାଲି ରାଜନୈତିକ ବକ୍ତବ୍ୟ ଗୁଡ଼ିଏ ସେଠି ହବ, ସେଇଗୁଡ଼ିକ ଟିପ୍ପଣୀ ହବ। ସେଗୁଡ଼ା ବିଧାନସଭା ଟିପ୍ପଣୀରେ ଲୋକଲୋଚନକୁ ଆସିବ। ଅରେ ଯଦି ନାରୀଙ୍କ ପାଇଁ ଯଦି କାହାର ହୃଦୟ କାନ୍ଦେ କଂଗ୍ରେସ, ରାଜୀବ ଗାନ୍ଧୀଙ୍କ ସମୟରେ ଏଇ କଟକରେ ତଳ ସ୍ତରରେ, ତୃଣମୂଳ ସ୍ତରରେ, ପଞ୍ଚାୟତ ସ୍ତରରେ, ଜିଲ୍ଲା ପରିଷଦ ସ୍ତରରେ, ମ୍ୟୁନିସିପାଲିଟି ସ୍ତରରେ, ସରପଞ୍ଚ ସମିତି ମେମ୍ବର ସ୍ତରରେ, ମେୟର ସ୍ତରରେ, ଚେୟାରମ୍ୟାନ ସ୍ତରରେ 50% ମହିଳା ରିଜର୍ଭେସନ ହେଇଛି ରାଜୀବ ଗାନ୍ଧୀଙ୍କ ପାଇଁ। ସେତେବେଳେ ତ କାହିଁକି ପାର୍ଟି କରୁନଥିଲା? ଏବଂ 2023 ରିଜର୍ଭେସନ ପାଇଁ ଆସିଲା, ପାସ୍ ହେଇଗଲା ସମସ୍ତଙ୍କର। ୱାର୍କଆଉଟ କଲନି। ଏଇନା କାନ୍ଦଣା। ଓ ନରେନ୍ଦ୍ର ମୋଦିଙ୍କର ରୁମାଲ ଆଉ ରହୁନି, ଗାମୁଛା ଦରକାର ପଡ଼ିଲାଣି ପୋଛିବା ପାଇଁ ଲୁହ। ଅଲାଜୁକ ପ୍ରାଇମ ମିନିଷ୍ଟର, ଶସ୍ତା ପ୍ରାଇମ ମିନିଷ୍ଟର, ନାରୀଙ୍କ ହୃଦୟକୁ ଜିଣିବା ପାଇଁ ଏଇଭଳିଆ ତମକୁ ଜାଣିଛ? ଏ ପ୍ରଧାନମନ୍ତ୍ରୀ ବାହା ହେବାର 4 ମାସ ପରେ ସେ ସ୍ତ୍ରୀକି ଛାଡ଼ି ଦେଇଛି। ସେ ଘରେ ବିଚରା କାନ୍ଦୁଛି। ଏ ଦିନେ ତାକୁ ଡାକିନି। ଏ କେବଳ ଉପଭୋଗ କରୁଛନ୍ତି ସାରା ପୃଥିବୀ ଯାଇକି ଟୁରିଷ୍ଟ କରିକିରି। କେତେ ଯେ ରେକର୍ଡ ଆସିଛି ତାଙ୍କର, କେତେ କୁମାରୀ ଝିଅଙ୍କ ସହିତ ସେ ବସା ଉଠା କରିଛନ୍ତି, ଖାଇବା ପିଇବା କରିଛନ୍ତି। ଆଉ ସ୍ତ୍ରୀ ତାଙ୍କର ଘରେ ଏଇନା ଅଛନ୍ତି, ଦିନେ ତାଙ୍କ ସ୍ତ୍ରୀଙ୍କ ପାଖକୁ ଯାଇଛନ୍ତି। ଇଏ କଣ ନାରୀଙ୍କ ପ୍ରତି ଯାହାକୁ ହୃଦୟ ଫାଟି ଯାଉଛି। ଗୋଟେ ସ୍ତ୍ରୀ କି ହାତ ଧରି ବିବାହ ହେଇ ରାମ ସୀତା ଭଳିଆ ସେ ସ୍ତ୍ରୀ କି ତମେ ଆଉଟ କରି ତମେ ବାହାରେ ବୁଲି ଭୋଜନ କରୁଛ, ଲଜ୍ଜା ଲାଗୁନି? ଆଉ ମହାଭୋଜନୀ ସେ, ଯୋଉ ଛତୁ 7.5 ଲକ୍ଷ ଟଙ୍କା କେଜି ଅଷ୍ଟ୍ରେଲିଆ ଥଣ୍ଡାରେ ହଉଛି, ସେଇ ଛତୁ ଆଣି ଖାଉଛି ଦାଢି କେବଳ ଚିକଣ ହବା ପାଇଁ। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଯୋଗୀ ଉପହାସ୍ୟ ଲାଗୁଛି, ଥଟ୍ଟା ଲାଗୁଛି। ହଜାର ଦିନ ହଜାର କୋଟି ହଜାର ଶିଳ୍ପ ଅନେଷ୍ଟ ମାନେ ପାଏ, ଖୁବ ବଢିଆ। ତାପରେ ଆସିଲେ ନବୀନ ପଟ୍ଟନାୟକ, ରାଜ୍ୟର ବହୁ ବିକାଶ କରିଛନ୍ତି, ନିନ୍ଦିବାର ନାହିଁ। ତାପରେ ମୋହନ ମାଝୀ ଆଇଲେ। ମୋହନ ମାଝୀ ଜଣେ ଅନେଷ୍ଟ ଚିଫ ମିନିଷ୍ଟର, ଭଦ୍ର ଲୋକଟିଏ, ନିରୀହ ଲୋକଟିଏ। ଏଠି ସେ କେବଳ ମୋହନ ମାଝୀକି ବସେଇଛନ୍ତି ନରେନ୍ଦ୍ର ମୋଦି ଶାହ ତାଙ୍କର କାର୍ଯ୍ୟ ଦାଖଲ ହାସଲ କରିବା ପାଇଁ। ଏ ଆଦାନୀ ଆମ୍ବାନୀ ଏମାନଙ୍କୁ ସବୁ ଖଣି ଦିଆ ସରିଲାଣି, ଏହାକୁ ବସେଇଦେଲେ ଇଏ ଦସ୍ତଖତ କରି ଦେଇଦେବେ।
এইଥିପାଇଁ ସେ ବସିଛନ୍ତି କାମଚଳା ମୁଖ୍ୟମନ୍ତ୍ରୀ ଅନେଷ୍ଟ ଲୋକ ଭଦ୍ର ଲୋକ ତାକୁ ୟୁଟିଲାଇଜ କରୁଛନ୍ତି ତାପରେ ସେ ଭଦ୍ର ଲୋକ ନିରୀହ ଲୋକଟାକୁ ବସେଇ ଦେଇ ଏଇନା ବିଜେପି କର୍ମୀମାନେ ନେତାମାନେ ବାଲି ପଥର ମୋରମ କାଠ ଜଙ୍ଗଲ ପାଣି ନଈବାଲି ଆଉ କିଛି ରଖୁନାହାନ୍ତି ଚିପ୍ସ କଳା ମୁଗୁନି ଆଉ ଓଡ଼ିଶାରେ ଆଉ କିଛି ରହିବନି ସବୁ ଖାଇଯିବେ ଶୁଖିଲା ଥିଲେ ତାୱା ତାତିକି ଥିଲା ବିଜେପିର ଏଇନା ତାତି ଯାଇଛି ଖାଲି ପୁରେଇ ଯାଅ ଯୁଆଡ଼େ ଦେଖିବ ଏ ଅଳ୍ପ ଦିନ ଭିତରେ ଜଗନ୍ନାଥ ତାଙ୍କୁ ସଫା କରିଦେବେ ସମୟକୁ ଅପେକ୍ଷା କର କାରଣ ନିରୀହ ଲୋକଟିଏ ଭଦ୍ର ଲୋକଟିଏ ମାନେ ମୋହନ ମାଝୀ ଏଥିରେ ଦ୍ୱିମତ ନାହିଁ ଏବଂ ଅନେଷ୍ଟ ଲୋକ ଦ୍ୱିମତ ନାହିଁ କିନ୍ତୁ ତାକୁ ବଳି ପକାଇବା ପାଇଁ ଆଣିକିରି ଏଠି ଦେଖୁନ କେତେ ଜଣ ମୁଖ୍ୟମନ୍ତ୍ରୀ ସାବଲ ସେ କହିଲାଣି ମୁଁ ଚେୟାରମ୍ୟାନ୍ ଆର ମାସ ସୁଦ୍ଧା କରିଦେବି କିଏ ତମେ କିଏ ତମେ ପାର୍ଟି ପ୍ରେସିଡେଣ୍ଟ ଓଡ଼ିଶାରେ କ'ଣ ହବ ସିଏ ହେଲା ମୁଖ୍ୟମନ୍ତ୍ରୀ ସେ କହିବ କିଏ କୋଉଠି କ'ଣ ହବ କେବେ ହବ